ନୂଆ ବର୍ଷରେ ଆପଣଙ୍କ ପାଇଁ ପ୍ରଭୁଙ୍କର ବାକ୍ୟ ମୁଁ କହିବା ପାଇଁ ଚାହେଁ। ପ୍ରଭୁ କହନ୍ତି ଭୟ କର ନାହିଁ, ଭୟ କର ନାହିଁ, ଭୟ କର ନାହିଁ। ଆପଣ କୌଣସି ବିଷୟକୁ ନେଇ ଭୟ କରନ୍ତୁ ନାହିଁ, କୌଣସି ବିଷୟକୁ ନେଇ ଚିନ୍ତାରେ ଗ୍ରସ୍ତ ହୁଅନ୍ତୁ ନାହିଁ। ଆପଣ ସେଇ ଜାଗାରେ ଆପଣ ବସି ଯାଆନ୍ତୁ ନାହିଁ। ମୁଁ କହିବା ପାଇଁ ଚାହେଁ ଆପଣ ଭୟକୁ ଦୂର କରନ୍ତୁ। ପ୍ରଥମ ବିଷୟ ଆପଣ ଭୟରେ ରୁହନ୍ତୁ ନାହିଁ। ଦ୍ୱିତୀୟ ବିଷୟ କାରଣ ଆମ୍ଭେ ତୁମର ସଙ୍ଗରେ ଅଛୁ। ପ୍ରଭୁ କହୁଛନ୍ତି ଆପଣ ପ୍ରଥମ ବିଷୟ କରନ୍ତୁ, ଭୟ କରନ୍ତୁ ନାହିଁ ଏଇ ବର୍ଷ। ଦ୍ୱିତୀୟ ବିଷୟ ପ୍ରଭୁ ଆପଣଙ୍କ ସହିତ ଅଛନ୍ତି। ଆପଣ ଯୋଉ କୌଣସି କ୍ଷେତ୍ରରେ ଯାଆନ୍ତୁ, ଯୋଉ ଜାଗାରେ ଯାଆନ୍ତୁ, ଯେମିତିକା ଜାଗାରେ ଯାଆନ୍ତୁ, ପରମେଶ୍ୱର ଆପଣଙ୍କର ସଙ୍ଗୀ ହେବେ, ପରମେଶ୍ୱର ଆପଣଙ୍କ ସହିତ ରହିବେ, ପରମେଶ୍ୱର ଆପଣଙ୍କ ଦେଇ ମହାନ କାର୍ଯ୍ୟକୁ କରିବେ, ଆପଣଙ୍କ ସଙ୍ଗୀ ପରମେଶ୍ୱର ହେବେ। ପ୍ରଭୁ କହୁଛନ୍ତି ଆମ୍ଭେ ତୁମ ସଙ୍ଗରେ ଅଛୁ। ପ୍ରଭୁଙ୍କର ଲୋକମାନେ ମୁଁ ଆପଣଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ, ଆପଣଙ୍କ ସହିତ ପରମେଶ୍ୱର ଅଛନ୍ତି। ଏହି ବର୍ଷରେ ଆପଣ ଡରନ୍ତୁ ନାହିଁ, ଭୟ କରନ୍ତୁ ନାହିଁ। ଭୟକୁ ପ୍ରଥମେ ଦୂର କରନ୍ତୁ। ଦ୍ୱିତୀୟ ବିଷୟ ପରମେଶ୍ୱର ଆପଣଙ୍କ ସହିତ ଅଛନ୍ତି, ଆପଣଙ୍କୁ ଭୟ କରିବାର ଆବଶ୍ୟକ ନାହିଁ। ପରମେଶ୍ୱର ଆପଣଙ୍କ ସହିତ ଅଛନ୍ତି, ଆପଣଙ୍କ ପରିବାର ସହିତ ଅଛନ୍ତି, ଆପଣଙ୍କ ମଣ୍ଡଳୀ ସହିତ ଅଛନ୍ତି, ଆପଣଙ୍କ ସେବା କାର୍ଯ୍ୟ ସହିତ ଅଛନ୍ତି, ଆପଣଙ୍କ ପୁଅ ଝିଅ ସହିତ ଅଛନ୍ତି, ଆପଣଙ୍କ ପାଠ ପଢା କ୍ଷେତ୍ରରେ ଅଛନ୍ତି। ପରମେଶ୍ୱର ଆପଣଙ୍କ ସହିତ ଅଛନ୍ତି। ପ୍ରଭୁ କହନ୍ତି ଆମ୍ଭେ ତୁମ ସହିତ ଅଛୁ। ପ୍ରଭୁ କହନ୍ତି କାରଣ ଆମ୍ଭେ ତୁମ ସଙ୍ଗରେ ଅଛୁ। ତୃତୀୟ ବିଷୟ ନିରାଶ ହୁଅନ୍ତୁ ନାହିଁ। କୌଣସି ବିଷୟ ଆପଣଙ୍କର ହେଉନାହିଁ, କୌଣସି ବିଷୟ ଡେରି ହେଇଯାଉଛି, ଲେଟ୍ ହେଇଯାଉଛି, ତ ଆପଣ ନିରାଶ ହେବାର ଆବଶ୍ୟକ ନାହିଁ। ଆପଣଙ୍କର ପୁଅ ବଦଳୁ ନାହିଁ, ଆପଣଙ୍କ ସ୍ୱାମୀ ବଦଳୁ ନାହିଁ, ଆପଣଙ୍କ ସ୍ତ୍ରୀ ବଦଳୁ ନାହିଁ, ଆପଣଙ୍କର ଚର୍ଚ୍ଚ ବଦଳୁ ନାହିଁ, ଆପଣଙ୍କ ସମାଜ ବଦଳୁ ନାହିଁ। ଭୟ କରନ୍ତୁ ନାହିଁ, ଭୟ କରନ୍ତୁ ନାହିଁ, ଭୟ କରନ୍ତୁ ନାହିଁ, ନିରାଶ ହୁଅନ୍ତୁ ନାହିଁ। ପ୍ରଥମ ବିଷୟ ଭୟ କରନ୍ତୁ ନାହିଁ। ଦ୍ୱିତୀୟ ବିଷୟ ପ୍ରଭୁ ଆପଣଙ୍କ ସହବର୍ତ୍ତୀ ବା ପ୍ରଭୁ ଆପଣଙ୍କ ସହିତ ଅଛନ୍ତି। ତୃତୀୟ ବିଷୟ ହେଉଛି ନିରାଶ ହୁଅନ୍ତୁ ନାହିଁ, କୌଣସି ବିଷୟ ପାଇଁ ନିରାଶ ହୁଅନ୍ତୁ ନାହିଁ। ଚତୁର୍ଥ ବିଷୟ କାରଣ ଆମ୍ଭେ ତୁମର ପରମେଶ୍ୱର, ଆମ୍ଭେ ତୁମକୁ ସବଳ କରିବା। ସେ ଆପଣଙ୍କ ପରମେଶ୍ୱର ଆପଣଙ୍କ ସହିତ ଅଛନ୍ତି। ଆପଣଙ୍କ ସହିତ କିଏ ରୁହନ୍ତୁ କି ନ ରୁହନ୍ତୁ ଫରକ ପଡେ ନାହିଁ, କିନ୍ତୁ ସେ ଆପଣଙ୍କ ସହିତ ରହିବା ଦରକାର, ସେ ଆପଣଙ୍କ ସହିତ ଚାଲିବା ଦରକାର, ସେ ଆପଣଙ୍କ ସହିତ କଥା ହେବା ଦରକାର, ସେ ଆପଣଙ୍କ ସହିତ ଉଠିବା ବସିବା ଦରକାର, ସେ ଆପଣଙ୍କୁ ଡାଇରେକ୍ସନ ଦେବା ଦରକାର। ସେ ଯଦି ଆପଣଙ୍କ ସହିତ ଅଛନ୍ତି ତାହେଲେ ଆପଣଙ୍କର ସମସ୍ତ ବିଷୟରେ ମଙ୍ଗଳତା ଆପଣ ଦେଖିପାରିବେ, ସମସ୍ତ ବିଷୟରେ ଆପଣ ଉତ୍ତମତା ଦେଖିପାରିବେ, ସମସ୍ତ ବିଷୟରେ ଆପଣ ଠିକ ଦେଖିପାରିବେ। ମୁଁ ଆପଣଙ୍କୁ ଏନକରେଜ କରିବା ପାଇଁ ଚାହେଁ, ଉତ୍ସାହିତ କରିବା ପାଇଁ ଚାହେଁ। ଆପଣଙ୍କ ସହବର୍ତ୍ତୀ ପ୍ରଭୁ ଅଛନ୍ତି। ସେ ଯଦି ଆପଣଙ୍କ ସହିତ ଅଛନ୍ତି ତାହେଲେ ଆପଣ ହାରିବେ ନାହିଁ, ତାହେଲେ ଆପଣ ବିଜୟ ହେବେ, ତାହେଲେ ଆପଣ ମାନେ ଉଚ୍ଚ ସ୍ଥାନରେ ଯିବେ, ତାହେଲେ ଆପଣଙ୍କର ଚର୍ଚ୍ଚ ଉଚ୍ଚ ସ୍ଥାନରେ ଯିବ, ଆପଣଙ୍କର ବିଶ୍ୱାସୀ ଉଚ୍ଚ ସ୍ଥାନରେ ଯିବେ, ଆପଣଙ୍କର ପୁଅ ଝିଅ ମାନେ ଉଚ୍ଚ ସ୍ଥାନରେ ଯିବେ। କାହିଁକି? ପରମେଶ୍ୱର ଆପଣଙ୍କ ସହିତ ଅଛନ୍ତି, ପରମେଶ୍ୱର ଆପଣଙ୍କ ସହବର୍ତ୍ତୀ ଅଟନ୍ତି।